ए कुकुर मनକୁ ना ଟିକେ ଭଲ ପାଇବା ଦେବ ସେମାନେ ଜମା ପାଖ ଛାଡ଼ିକି ହିଁ ଯିବେନି। ଆଉ ତାପରେ ଆଜିକାଲିର ଯେଉଁ ଏ ମଣିଷ ତାଙ୍କ ଅପେକ୍ଷା ତ ଏ କୁକୁର 100 ଗୁଣରେ ଭଲ। ଗାଇସ୍ ଆଜି ଆମେ ଯାଇଥିଲୁ ନଈକି ଗାଧେଇବା ପାଇଁ। ୱେଟ୍ ଆଜି ହେଉଛି ଡେ 96 ଆଉ ମାତ୍ର 4 ଦିନରେ ମୋର 100 ଡେ କମ୍ପ୍ଲିଟ୍ ହେବ। ତ ପ୍ଲିଜ୍ ଫଲୋ ମାରିକି ମୋର ଟିକେ 1000 ଫଲୋଅର୍ସ ତ ଆଟଲିଷ୍ଟ କରିଦିଅ ପ୍ଲିଜ୍। ତ ଆମେ ନଈକି ଗଲାବେଳେ ଗୋଟେ ଛୋଟ କୁକୁର ଦେଖିଲ ତା ବେକରେ ନା କି ବହୁତ ଗୁଡ଼ାଏ ଦଉଡ଼ି ବଗେରା ବାନ୍ଧିଥିଲା ଯେଉଁଥିପାଇଁ କି ତା ବେକ ପୁରା ପତଳା ହେଇଯାଇଥିଲା ଆଉ ସେ ଠିକ୍ସେ ଚଲାବୁଲା ବି କରିପାରୁନଥିଲା। ତ ମୁଁ ଯାଇକି ସେ ଦଉଡ଼ିକି କାଢ଼ିଦେଲି। ତାପରେ ସେ କୁକୁର ପିଛା କରି ମୋ ପଛରେ ଯାଇ ଗୋଡ଼େଇ ଗୋଡ଼େଇ ନଈ ଯାଇଥିଲା କିନ୍ତୁ ନିଲୁ ତାକୁ ପାଟି କରିବାରୁ ସେ ପୁଣି ରିଟର୍ନ ଫେରିକି ପଳେଇ ଆସିଲା। ଦେନ୍ ଆମେ ଯାଇକି ନଈ ପାଖରେ ପହଞ୍ଚିଗଲୁ। ଆଉ ମୋର ଏଇ କଥାରେ ସମସ୍ତେ ରାଜି ହେବେ କି ନଈ ହେଉ ପୋଖରୀ ହେଉ ଯେଉଁଠିକୁ ଯେତେବେଳେ ଗାଧୋଇବା ପାଇଁ ଯାଆନ୍ତି ସମସ୍ତେ ଫାଷ୍ଟ ଯାଇକି ସେଠି କିଛି ସମୟ ବସନ୍ତି କାରଣ ସେଠି ବସିବା ପାଇଁ ସତରେ ବହୁତ ହିଁ ଭଲ ଲାଗେ। ଆଉ ଏଠି ମଜା ମସ୍ତିରେ ଆମର କେତେବେଳେ ଟାଇମ୍ ପଳେଇଲା ଆମେ ବି ଜାଣିପାରିଲୁଣୁ। ଆଉ ସେଇ ସମୟରେ ଯାଇକି ସେଠି ଆଉ ଗୋଟେ କୁକୁର ପହଞ୍ଚିଗଲା ଯେଉଁଟାକୁ କି 5 ଜଣ କୁକୁର ମିଶିକି ଏକା ସାଙ୍ଗରେ ଗୋଡ଼ିଥିଲେ। ସେ କୁକୁରଟା ଆକ୍ଚୁଆଲି ସେଠିକି ଯାଇଥିଲା ତା ମାଲିକଙ୍କ ସହିତ ବଟ୍ ତା ମାଲିକ ସେପଟେ ପଳେଇଥିଲେ ତାଙ୍କ ବାଡ଼ି ବଗେରାକୁ ଆଉ ସେ ତାଙ୍କୁ ଖୋଜିକି ପାଏନି। ତ ସେପଟେ ତାକୁ ଅଲଗା କୁକୁରମାନେ ଗୋଡ଼େଇଥିଲେ। ଆଉ ତାକୁ ଯେହେତୁ ସେ ଗୋଟେ ପୋସ୍ତା କୁକୁର ତ ତାକୁ ଆମେ ଡାକିବାରୁ ସେ ଯାଇକି ଆମ ପାଖରେ ବି ବସିଲା। ତ ତା ସହିତ ଆମେ ଟିକେ ଖେଳାଖେଳି କଲୁ। ଦେଖ ମୋ ପାଖରେ କେମିତି ବସିଛି ମୁଁ ହାତ ମାରୁଛି ମୋତେ କାମୁଡ଼ି କିଛି ବି କରୁନି। ଲୋକମାନେ କୁହନ୍ତି କି ତାଙ୍କ କୁକୁର ବଗେରା କାମୁଡ଼ା କରୁଛନ୍ତି। ଭାଇ ତମେ ଯଦି ତାଙ୍କ ସହିତ ଲାଗିବ ସେମାନେ ବି ତମ ସହିତ ଲାଗିବେ। ଆଉ ତମେ ତାଙ୍କ ସହିତ ଯଦି ଭଲ ସେମାନେ ବି ତମ ସହିତ ଭଲ। ଦେନ୍ ଆମେ ସେଠି ଗାଧାଗାଧି କରିକି ଘରକୁ ରିଟର୍ନ କଲୁ। ବାକି ଆଜି ପାଇଁ ଏତିକି। ଚ୍ୟାନେଲକୁ ଫଲୋ ସବସ୍କ୍ରାଇବ୍ ମାରି ଦେଖିଯିବ।